ଆଇବ ପଇସା ଗଳି ପଇଲା କୋଉଠି ପକେଇଲୁ ଭାଇ ଦୋକାନ କୋଉଠି ଅଣ୍ଡାଳିଲି ଦୋକାନ ଲାଇନ୍ ପଇସା କୋଉଠି ପକେଇଥିଲୁ ତା କାର୍ଡ ନେଇକି ଯା फाइनाली ଏବେ ମୋ ମା ସହିତ ଗୋଟେ ପ୍ରାଙ୍କ କରିବି ପଇସାର ପ୍ରାଙ୍କ ମୋ ମା ଦେଖିବ ମାର କେମିତି କ'ଣ ରିଆକ୍ସନଟା ଫାର୍ଷ୍ଟ କ୍ଲାସ୍ ଭିଡ଼ିଓଟା ଦେଖନ୍ତୁ ଏଇଟା ହେଲା ପଇସା ମା ସହିତ ପଇସା ଗୋଟେ ପ୍ରାଙ୍କ କରିଦେବା ଏ ପଇସା ରହିଲା ବାପାଙ୍କ ପକେଟରେ ଆପଣ ଫାର୍ଷ୍ଟ କ୍ଲାସ୍ ଭିଡ଼ିଓ ଦେଖନ୍ତୁ ବଢ଼ିଆ ମାନେ ହବ ସାଂଘାତିକ ଭିଡ଼ିଓଟା ଆଉ ଦେଖୁଥାନ୍ତୁ ମନ ଦୁଃଖର ରିଆକ୍ସନ ଆସିବି କି ଆସିବି ବାବୁ ଡାକିବାକୁ ଆସିବ ବହୁତ ମଜା ଦେଖିକି ମୋ ମା ଆଇଲା କି ନାହିଁ ମା ଖାଇବା ଆଇବ ପଇସା ଗଳି ପଇଲା କୋଉଠି ପକେଇଲୁ ଭାଇ ଦୋକାନ କୋଉଠି ଅଣ୍ଡାଳିଲି ଦୋକାନ ଲାଇନ୍ ପଇସା କୋଉଠି ପକେଇଥିଲୁ ତା କାର୍ଡ ନେଇକି ଯା ଅଣ୍ଡାଳି ଆଇଲି ବା ଯାରେ ତ ଖାଇବାକୁ ଆଇନି କହୁଛ ଖାଇବାକୁ ପଇସା ନାହିଁ ଗଲି 3-4 ଥର ଅଣ୍ଡାଳି ପାଇଲି ବକିଟା ପୁରେଇଲି ମାନେ ଆଇଲି ଆଇ କକେରେ କହିଲେ ହାତ ଗଲା ପଇସା ନାହିଁ ଗଲି 3-4 ଥର ବୁଲି ଗଲି ଦେଖନ୍ତୁ ଗୋଟା ବଢିଆ ମଜା ହଉଛି ଚାରିଥର 5ଥର ଦେଖିଲେ ଗୋଟେ ମିଳିଲାନି ଆଉ ନା ଆଇଲୁ ପସ ବହି ପଡିଲା ଆଇଲୁ କୋଉ ବାଟେ ପାଞ୍ଚ ବାଟେ ଲାଇଟ୍ ପଡିଥିବ କେମିତି ଅଣ୍ଡାଳୁ ଟର୍ଚ ମାରି ମୋ ଗାଡି ଇଏରେ ଏକୁଟିଆ
ଗ୍ୟାସ୍ ଦେଖିପାରୁଥିବେ କାହିଁକିନା ମୋର ବି ଏଠି କ୍ୟାମେରା ଷ୍ଟାଣ୍ଡଟା ଟିକେ ଭଲ ନଥିଲା। ମୋ ମାଆକୁ ଫାଇନାଲ ଦେଖିବା ତ ମା ପୁରା ମୁଣ୍ଡ ବାଇଆ ହେଲା। ମୁଁ ପୁରା ଦର ଠାକୁରଙ୍କ ପାଖରେ ନଡିଆ ମୋ ବାପା ମୋ ଦ୍ୱାରା ପାଇଁ ନଡିଆ ବାଡେଇ ଦେଇଛି ପଇସା ହଜିଯାଇଛି ବୋଲି। ଜାଣିନାହାନ୍ତି ମୁଁ ଏଇଟା ଗୋଟେ ପ୍ରାଙ୍କ କରିଛି ବୋଲି। ଆଉ ମୋ ମା ପୁରା ମୁଣ୍ଡ ବାଇଆ କହିଲା ଦରା ପାରେ ଗୋଟେ ଯାଇକି ମାନସିକ କର ଇଏ କର ସିଏ କର। ମୋ ବାପା କହିଲେ ଟର୍ଚ ମାରିବା ପାଇଁ ମୁଁ କହିଲି ବାପା ଏତେ ବାଟ କାହିଁ ଯିବେ କାହିଁକିନା ଆଇଲେ ବେପାରରୁ ମୋ ମୁଣ୍ଡ ଶୁଣ 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 ଏଇଠି ଶୁଣ ତମକୁ ଭଲ ଲାଗିଲା ମୁଁ ହାତରେ ପଇସା ଗଳି ପକେଇବି। ମୁଁ କହିଲି ଅଧିକ ନା କେତେ କଷ୍ଟ କରୁଛି ଛୁଆଟା ନା ଆଉ ମତେ କଷ୍ଟ ଲାଗିବନି ଗୋଟେ ମାସର ଦରମା ନୁହଁ ଗୋଟେ ମାସ କେତେ କେତେ କଷ୍ଟ କରୁଛି ଆମର ଦରଗା ଠାକୁର ଅଛନ୍ତି ହେଲା ଯାହା ମାନେ ସେ ମୋ ପାଖରୁ କେବେ ପଇସା ପଡେନି ଯେମିତି ଆଉ 10 କୋଟି ଟଙ୍କା ପଡିଯାଏ ଆଉ ମୁଁ ଏଟା ବହୁତ ପଇସା ଆଣେ 30,000 40,000 ମାନେ ଦରମା ନୁହଁ ଅନ୍ୟ ଯଦି ମୋର 2-3 ମାସ ପଇସା ରହିଯାଇଥିବ ମୁଁ 30-40 ଟଙ୍କା ଆଣେ। ସେଇ ଟାଇମରେ ମୁଁ ସବୁବେଳେ ଭାଇ ପକେଟ ହାତ ମାରେ 4 ଥର 5 ଥର ପକେଟ ହାତ ମାରି ଜାଗାରୁ ମାସେ ତାର ମିନିମମ୍ 30 ଥର ଭାଇ ହାତ ମାରି ପକେଟରେ ଆଗେ ତାର ପଇସାଟା ଅଛି ନା ନାଇଁ ଚେନ୍ ଦିଆ ପକେଟ ବି ମୁଁ ନେଇ ବେଳେ ବେଳେ ଚେନ୍ ଦେଲେ ବି ମୁଁ ପକେଟରେ ବାର ମୁଁ ଅଣ୍ଡା କାଳେ ଗଳି ପଡିକି ପଇସା କୋଉଠି ସେଇଟା ମତେ ଭାରି ଭୟ ଲାଗେ। ଆଉ ମୋ ମା ପୁରା ଛାନିଆ ହେଇକି କହିଲା ପଇସା କୋଉଠି ଗଳି ପଡିଆ ବାପା ବି ଛାନିଆ ପୁରା। ଆଉ ଏଇଟା ହେଲା ସର୍ଟ ଗୋଟେ ମାନେ ଛୋଟ ଇଏଟା କାହିଁକିନା ମୋ ମା ଦେଖିଦେଲା ମୋବାଇଲରେ ଗୋଟେ ଯାହା ଥିଲା ବୋଲି। ଆଉ ଆଉ ତ ମୁଁ ବି ଏଠି ଇତିଶ ଯୋଉ ବ୍ଲଗ ଏଣ୍ଡ କରିଛି ମତେ ଭଲ ସେମିତି ଭଲ ଭିଡିଓ ଭଲ ଲାଗିଲା ଲାଇକ୍ ସେୟାର ସବସ୍କ୍ରାଇବ କରିବା ଭୁଲିବେନି।